ଅତୀତରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ को ଜାଣିବା ପାଇଁ ଆମେ ଇତିହାସକୁ ପଢ଼ିଥାଉ। ଆମ ଇତିହାସ ଆମ ଗର୍ବ ଗୌରବକୁ ବହନ କରିଥାଏ। ଆଜି ହେଉଛି 30 ମେ 2025। ତେବେ ଆସନ୍ତୁ ଆଜିର କିଛି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାଗୁଡ଼ିକୁ ମନେ ପକାଇବା। ଭାରତର ସାମ୍ବାଦିକତାରେ ହିନ୍ଦୀ ସାମ୍ବାଦିକତା ଦିବସ ଭାବରେ 30 ମେ को ପାଳନ କରାଯାଏ। 30 ମେ 1826ରେ ଉଦାନ୍ତ ମାର୍ଟାଣ୍ଡ ନାମକ ଭାରତର ପ୍ରଥମ ହିନ୍ଦୀ ଖବରକାଗଜ ସମ୍ପାଦିତ ହୋଇ ପ୍ରକାଶିତ ହୋଇଥିଲା। ଉଦାନ୍ତ ମାର୍ଟାଣ୍ଡର ଶବ୍ଦର ଅର୍ଥ ହେଉଛି ସମ୍ବାଦ ସୂର୍ଯ୍ୟ। ଏହାର ନାମ ଅନୁଯାୟୀ ଉଦାନ୍ତ ମାର୍ଟାଣ୍ଡ ହିନ୍ଦୀ ଖବର ଜଗତର ସୂର୍ଯ୍ୟ ସହିତ ସମାନ ଥିଲା। ଉଦାନ୍ତ ମାର୍ଟାଣ୍ଡ ମୂଳତଃ କାନପୁରର ବାସିନ୍ଦା ପି କିଶୋର ଶୁକ୍ଲାଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଏହି କାଗଜ ଏକ ସମୟରେ ପ୍ରକାଶିତ ହୋଇଥିଲା ଯେତେବେଳେ ହିନ୍ଦୀ ବକ୍ତାମାନେ ନିଜ ଭାଷାରେ ଅକ୍ଷରର ଆବଶ୍ୟକତା ଅନୁଭବ କରୁଥିଲେ। ସେହିପରି ଆଜିର ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା। ଏହି ଦିନଟି ଗୋଆ ରାଜ୍ୟ ଦିବସ ଭାବରେ ପାଳନ କରାଯାଏ। ପୂର୍ବରୁ 450 ବର୍ଷ ଧରି ଗୋଆ ପର୍ତ୍ତୁଗୀଜ ଉପନିବେଶ ଥିଲା। ଭାରତୀୟ ସେନା ପର୍ତ୍ତୁଗୀଜ ଶକ୍ତିରୁ ଗୋଆକୁ ମୁକ୍ତ କରାଇଥିଲେ, ଯାହାକୁ ଅପରେସନ୍ 1961 ବୋଲି କୁହାଯାଏ। ଏହି ଅପରେସନ୍ ପରେ ଗୋଆକୁ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଘୋଷଣା କରାଯାଇଥିଲା। ସେହିପରି ଗୁରୁ ଅର୍ଜୁନ ଦେବ 15 ଏପ୍ରିଲ 1963 ମସିହାରେ ଜନ୍ମଗ୍ରହଣ କରି ଆଜିର ଦିନ 30 ମଇରେ ପ୍ରାଣତ୍ୟାଗ କରିଥିଲେ। ସେ ଶିଖମାନଙ୍କର ପଞ୍ଚମ ଗୁରୁ ଥିଲେ। ଗୁରୁ ଅର୍ଜୁନ ଦେବଜୀଙ୍କୁ ଶାନ୍ତିର ପ୍ରତୀକ ମଧ୍ୟ କୁହାଯାଉଥିଲା। ଆଧ୍ୟାତ୍ମିକତା ଜଗତରେ ଗୁରୁଜୀଙ୍କର ସର୍ବୋଚ୍ଚ ସ୍ଥାନ ରହିଛି। ତାଙ୍କୁ ବ୍ରହ୍ମଜାନୀ ମଧ୍ୟ କୁହାଯାଏ। ଗୁରୁ ଗ୍ରନ୍ଥ ହିସାବରେ ଗୁରୁଜୀଙ୍କ ବାଣୀ 30 ରାଗରେ ସଂଗୃହୀତ ହୋଇଛି। ଗଣନା ଦୃଷ୍ଟିରୁ ଶ୍ରୀ ଗୁରୁ ଗ୍ରନ୍ଥ ସାହିବରେ ସର୍ବାଧିକ ସଂଖ୍ୟକ ବାଣୀ ପଞ୍ଚମ ଗୁରୁଙ୍କର ଅଟେ। 1604 ମସିହାରେ ଭାଇ ଗୁରୁ ଦାସଙ୍କ ସହାୟତାରେ ଗୁରୁ ଅର୍ଜୁନ ଦେବଜୀ ଗ୍ରନ୍ଥ ସାହିବକୁ ସମ୍ପାଦନ କରିଥିଲେ। ଗୁରୁ ଗ୍ରନ୍ଥ ସାହିବ ସମ୍ପାଦନା କଳା ଅନ୍ୟାନ୍ୟ, ଯାହା ଗୁରୁଜୀଙ୍କ ପାଣ୍ଡିତ୍ୟକୁ ପ୍ରତିଫଳିତ କରେ। ଗ୍ରନ୍ଥ ସାହିବରେ ସଂକଳିତ ଶ୍ଲୋକଗୁଡ଼ିକରେ ସେ ରାଗ ଆଧାରରେ ଯେଉଁ ବର୍ଗୀକରଣ କରିଛନ୍ତି, ତାହା ମଧ୍ୟଯୁଗୀୟ ଧାର୍ମିକ ଗ୍ରନ୍ଥଗୁଡ଼ିକରେ ବିରଳ। ଏହା ତାଙ୍କର ଜ୍ଞାନର ପ୍ରମାଣ ଯେ 36 ଜଣ ମହାନ ବକ୍ତାଙ୍କ କଥା ଗୁରୁ ଗ୍ରନ୍ଥ ସାହିବରେ ବିନା କୌଣସି ଭେଦଭାବରେ ସଂକଳନ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।